ଯୀଶୁଖ୍ରୀଷ୍ଟଙ୍କର ସେ ମୃତ ଶରୀରକୁ ସମାଧି ମଧ୍ୟ ରଖାଗଲା। ଆଉ ସେ ସମାଧିକୁ ପ୍ରହରୀ ମାନଙ୍କ ଦ୍ୱାରା ରକ୍ଷା କରାଗଲା, ଯେପରି ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମାଧି ମଧ୍ୟରୁ ବାହାରକୁ ଯାଇପାରିବେ ନାହିଁ। ଆଉ ସେମାନେ ଅପେକ୍ଷା କରିଥିଲେ ଯେ ଅନ୍ୟମାନେ ଯେ ପ୍ରକାର ସମାଧିରେ ରହିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ପ୍ରକାର ସମାଧିରେ ସଢ଼ିଯିବେ, ଲୋପ ପାଇବେ। କିନ୍ତୁ ଶାସ୍ତ୍ର କୁହେ ସେ ଆପଣା ପ୍ରିୟଜନଙ୍କୁ କ୍ଷୟ ପାଇବାକୁ ଦେବେ ନାହିଁ। ଆଉ ବାଇବଲରେ ଲେଖାଯାଏ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ ତାହା ଅସମ୍ଭବ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଅମର ଅଟନ୍ତି, ଯେ ମନୁଷ୍ୟର ଉଦ୍ଧାର ନିମନ୍ତେ ଜଗତରେ ମାନବ ଦେହ ଧାରଣ କରି ଆସିଥିଲେ, କ୍ରୁଶାର୍ପିତ ହେଲେ, ମୃତ୍ୟୁ ଭୋଗ କଲେ, ଆଉ ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠିଲେ। ଆଜିର ଏହି ବିଶେଷ ଦିନରେ ଆପଣମାନଙ୍କ ସମ୍ମୁଖରେ ଯେଉଁ ପ୍ରସଙ୍ଗଟି ରଖିବା ପାଇଁ ଚାହେଁ ତାହା ହେଉଛି ମୃତ୍ୟୁଞ୍ଜୟ ଯୀଶୁଙ୍କ ସମ୍ବାଦ। ମୃତ୍ୟୁଞ୍ଜୟ ଯୀଶୁଙ୍କ ସମ୍ବାଦ, ବା ଆପଣ କହିପାରିବେ ମୃତ୍ୟୁଞ୍ଜୟ ଯୀଶୁଙ୍କର ସପ୍ତବାଣୀ। ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଲା ପରେ ଯେଉଁ 7ଟି ବାଣୀ କହିଥିଲେ ତାହା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ। ମୃତ୍ୟୁଞ୍ଜୟ ଯୀଶୁଙ୍କ ସମ୍ବାଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଲେ। ଆଉ ଯେଉଁମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ, ଶାସ୍ତ୍ର ଲେଖାଯାଏ ପଥରଟି ଗୋଡ଼େଇ ଦିଆଯାଇଛି, ଆଉ ଦୂତ ତାହା ଉପରେ ବସିଛନ୍ତି। ଆଉ ଦୂତ ସେମାନଙ୍କୁ କହୁଛନ୍ତି, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ବାହାରି ଯିବେ ସେଥିପାଇଁ ପଥର ଗଡ଼ାଇବାର ଆବଶ୍ୟକ ନାହିଁ, କାରଣ ପଥର ବନ୍ଦ ଥିଲେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ବାହାରି ଯାଇପାରିବେ, କାରଣ ପୁନରୁତ୍ଥିତ ଶରୀର ସେ ପ୍ରକାର ଥିଲା। ଯେଉଁ ଗୃହରେ ଶିଷ୍ୟମାନେ ଥିଲେ ଦ୍ୱାର ଅବରୁଦ୍ଧ ଥିଲା, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟସ୍ଥଳରେ ଯାଇ ଠିଆ ହେଉଛନ୍ତି। ଏହା ଏକ ଆତ୍ମିକ ଶରୀର ଅଟେ। ଆଉ ମୃତ୍ୟୁଞ୍ଜୟ ଯୀଶୁ ଯିବା ନିମନ୍ତେ ପଥର ଗଡ଼ାଇବାର ଆବଶ୍ୟକ ନାହିଁ। ପଥର ଏଇଥିପାଇଁ ଗଡ଼େଇବା ଦରକାର, କାରଣ ଏମାନେ କହିକି ଯାଉଥିଲେ କିଏ ଆମ୍ଭମାନଙ୍କ ନିମନ୍ତେ ପଥର ଗଡ଼େଇ ଦେବ। ଯଦି ପଥର ବନ୍ଦ ହେଇ ରହିଥାନ୍ତା ଆଜି ମଧ୍ୟ ଆମେ ଭାବିଥାନ୍ତୁ ହୁଏତ ଯୀଶୁ ତା ମଧ୍ୟରେ ଅଛନ୍ତି। କିନ୍ତୁ ଇତିହାସରେ ପୃଥିବୀରେ ଏକମାତ୍ର ସମାଧି ଯାହା ଉନ୍ମୁକ୍ତ ଅଛି, ଯାହା ଶୂନ୍ୟ ଅଛି, ତାହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମାଧି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସମାଧି ମଧ୍ୟରେ ନାହାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଲା ପରେ ସେ ଶିଷ୍ୟମାନଙ୍କୁ ଦର୍ଶନ ଦେଉଛନ୍ତି। ତା ଆପଣମାନେ ପାଇପାରିବେ ମାଥ୍ୟୁ ତାର 28 ପର୍ବ ତାର 9 ପଦ। ଲେଖାଯାଏ, ଆଉ ଦେଖ ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ। ତେଣୁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। ଏଠାରେ ଆମେ ଦେଖୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହୁଛନ୍ତି, ତୁମ୍ଭମାନଙ୍କର ମଙ୍ଗଳ ହେଉ, ତୁମ୍ଭମାନଙ୍କର ମଙ୍ଗଳ ହେଉ। ପ୍ରିୟ ବନ୍ଧୁ, ଆପଣ ଗୋଟେ ଅମଙ୍ଗଳ ଜଗତରେ ବାସ କରୁଛନ୍ତି। ଚାରିଆଡ଼େ ଅମଙ୍ଗଳ, ଚାରିଆଡ଼େ ସମସ୍ୟା, ଚାରିଆଡ଼େ ମୃତ୍ୟୁର ଭୟ, ଚାରିଆଡ଼େ ଲୋକମାନେ ସମସ୍ୟାରେ ଅଛନ୍ତି। କିନ୍ତୁ এই ପ୍ରକାର ଏକ ସମୟରେ ବାସ କରିଲା ବେଳକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଞ୍ଜୟ ଯୀଶୁ ତାଙ୍କ ପଶ୍ଚାତଗାମୀ ହୋଇଥିବା ଲୋକମାନଙ୍କୁ କହିବା ପାଇଁ ଚାହାନ୍ତି, ତୁମ୍ଭମାନଙ୍କର ମଙ୍ଗଳ ହେଉ। ପ୍ରିୟ ବନ୍ଧୁ, ଆପଣ ଏକ ଅମଙ୍ଗଳର ଦୁନିଆରେ ଅଛନ୍ତି। ପ୍ରତିଦିନ ଅମଙ୍ଗଳ, ମଙ୍ଗଳର ବାର୍ତ୍ତା କିଛି ନାହିଁ। ଚାରିଆଡ଼େ ସମସ୍ୟା, ଦୁଃଖ, ନୈରାଶ୍ୟ। ମନୁଷ୍ୟ ଭାବୁଛି ମୋର କେବେ ମଙ୍ଗଳ ହେବ। ଯଦି ଆପଣ ସେ ଜୀବିତ ଯୀଶୁଙ୍କ ନିକଟକୁ ଆସିବେ, ସେ ଆପଣଙ୍କୁ କହିବେ ତୁମ୍ଭର ମଙ୍ଗଳ ହେଉ। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ପ୍ରଭୁଙ୍କ ଦାସ ଭାବରେ ମୃତ୍ୟୁଞ୍ଜୟ ଯୀଶୁଙ୍କର ସେ ସନ୍ଦେଶ ମୁଁ ଆପଣଙ୍କୁ ଦେବା ପାଇଁ ଚାହେଁ। ପ୍ରଥମ ସନ୍ଦେଶ, ପ୍ରଥମ ବାର୍ତ୍ତା ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟ ମରିୟମକୁ ଦେଇଥିଲେ, ଆପଣ ତାହା ଜହନ 20 ଅଧ୍ୟାୟରେ ପାଇବେ।
ମୁଁ ଆପଣଙ୍କୁ ତାହା ପଢିବା ପାଇଁ ଚାହେଁ। ଯୋହନ 20 ତାର 11 ପଦରୁ 16 ପଦ ପର୍ଯ୍ୟନ୍ତ ମୁଁ ପଢିବା ପାଇଁ ଚାହେଁ, ଯେପରି ଆପଣ ଘଟଣାଟାକୁ ବୁଝିପାରିବେ। ଲେଖାଯାଏ, କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ କହିଲେ, ପୁଣି ରୋଦନ କରୁ କରୁ ସେ ନଈ ପଡ଼ି ସମାଧି ଭିତରକୁ ଚାହିଁ ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ଥୁଆ ହୋଇଥିଲା ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି 2 ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। ସେମାନେ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନି ଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନ ରଖିଅଛନ୍ତି ତାହା ମୁଁ ଜାଣେ ନାହିଁ। ସେ ଏହା କହି ପଛକୁ ବୁଲି ପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ। କିନ୍ତୁ ସେ ଯେ ଯୀଶୁ ତାହା ଜାଣିଲେ ନାହିଁ। ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ? ସେ ତାହାଙ୍କୁ ଉଦ୍ୟାନର ମାଳି ବୋଲି ମନେକରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନି ଯାଇଅଛନ୍ତି ତାହେଲେ ତାହାଙ୍କୁ କେଉଁ ସ୍ଥାନ ରଖିଅଛନ୍ତି ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନି ଯିବି। ଯୀଶୁ ତାଙ୍କୁ କହିଲେ, ମରିୟମ। ସେ ବୁଲି ପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରବ୍ବୁନି, ଅର୍ଥାତ୍ ହେ ଗୁରୁ। ପ୍ରିୟ ବନ୍ଧୁ, ଏ ସ୍ଥାନରେ ଆମେ ସ୍ପଷ୍ଟ ଭାବରେ ଶାସ୍ତ୍ରରେ କଥା ଦେଖୁ ଯେ ମୃତ୍ୟୁଞ୍ଜୟ ଯୀଶୁ ଜଣେ ଦୁଃଖିନୀକୁ ସେ କଥା କହୁଛନ୍ତି, କାହିଁକି ରୋଦନ କରୁଅଛ? ତେବେ କ୍ରନ୍ଦନ କରିବାର କାରଣ କ'ଣ? କାରଣ ସେ ଦେଖୁଛନ୍ତି ସମାଧିରେ ଯୀଶୁ ନାହାନ୍ତି, ତାହା ଶୂନ୍ୟ ଅଛି। ସେ ଭାବୁଛନ୍ତି କେହି ଜଣେ ଯୀଶୁଙ୍କ ଶରୀରକୁ ଘେନି ଯାଇଛନ୍ତି। ତେଣୁ ସେ ଯୀଶୁଙ୍କୁ ଉଦ୍ୟାନର ମାଳି ବୋଲି ଭାବି ତାଙ୍କୁ କହୁଛନ୍ତି, ମହାଶୟ, ଆପଣ ଯଦି ତାହାଙ୍କୁ ଘେନି ଯାଇଅଛନ୍ତି ତାହେଲେ ତାହାଙ୍କୁ କେଉଁ ସ୍ଥାନ ରଖିଅଛନ୍ତି ତାହା ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନି ଯିବି। ଏ ସେହି ମରିୟମ ଯାହାଙ୍କ ଠାରୁ 7 ଭୂତ ଯୀଶୁ ବାହାର କରିଥିଲେ। ମାର୍କ ତାର 16 ପର୍ବ 9 ପଦ ଲେଖାଯାଏ। ଯୀଶୁ ତାଙ୍କୁ ଉଦ୍ଧାର କଲା ପରେ ସେଇ ଦିନ ଠାରୁ ସେ ଯୀଶୁଙ୍କ ପଛରେ ଚାଲିବା ପାଇଁ ଆରମ୍ଭ କରୁଛନ୍ତି। ଲୁକ 8 ପର୍ବ 1ରୁ 3 ପଦ ପଢିଲେ ଆପଣ ଜାଣିପାରିବେ ସେ ଯୀଶୁଙ୍କ ପଛରେ ଚାଲୁଛନ୍ତି। ସେ କେବେ ଭାବି ନଥିବେ ଯେ ଯୀଶୁ ତାଙ୍କୁ ଏ ପ୍ରକାର ଏକ ପରିସ୍ଥିତିରେ ଛାଡିକି ଚାଲିଯିବେ। ଯୀଶୁଙ୍କର ମରଣ ଏତେ ଯନ୍ତ୍ରଣା ଯୁକ୍ତ ହେବ ତାହା ସେ କେବେ ଭାବି ନଥିବେ। ସେ ଭାବୁଛନ୍ତି, ମୋର ପ୍ରଭୁଙ୍କୁ ମୁଁ ଟିକେ ଦେଖନ୍ତି କି? ଏପରି ନିଃସହାୟ ପରିସ୍ଥିତିରେ ସେଠା ସେ ବସିଛନ୍ତି, କ୍ରନ୍ଦନ କରୁଛନ୍ତି। ଆଉ ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, ଗୋ ନାରୀ, କାହିଁକି ରୋଦନ କରୁଅଛ? ପ୍ରିୟ ବନ୍ଧୁ, ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଯଦି ଆଜି ଦୁଃଖରେ ଅଛନ୍ତି, ଆପଣଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ନାହାନ୍ତି, ଆପଣ ଭାବୁଛନ୍ତି ମୋ ପାଖରେ କେହି ନାହାନ୍ତି, ଆପଣ ରୋଦନ କରୁଛନ୍ତି, ଆଉ ଯୀଶୁ ଆପଣଙ୍କୁ କହୁଛନ୍ତି, ତୁମ୍ଭେ କାହିଁକି ରୋଦନ କରୁଅଛ? କାହିଁକି ରୋଦନ କରୁଅଛ? What for your crying? ଆଜି ଆପଣ କାନ୍ଦୁଛନ୍ତି, ଲୁଚି ଲୁଚି କାନ୍ଦୁଛନ୍ତି, ପ୍ରକାଶରେ କାନ୍ଦୁଛନ୍ତି, କିନ୍ତୁ ଆପଣଙ୍କ ଲତକୁ ପଛିବା ପାଇଁ କେହି ନାହାନ୍ତି, ଆପଣଙ୍କ ଦୁଃଖ ଦେଖିବା ପାଇଁ କେହି ନାହାନ୍ତି। କିନ୍ତୁ ମୃତ୍ୟୁଞ୍ଜୟ ଯୀଶୁଙ୍କର ପ୍ରଥମ ସମ୍ବାଦ ଅଟେ। ସେ ପ୍ରଥମରେ ମରିୟମକୁ ଦର୍ଶନ ଦେଲେ, କାରଣ ସେ ଅତିଶୟ ବିଳାପ କରୁଥିଲେ ତାଙ୍କ ପ୍ରଭୁଙ୍କୁ ଦେଖିବା ପାଇଁ। କାରଣ ସେ ଜାଣନ୍ତି ଯୀଶୁଙ୍କ ଛଡା ଆଉ କେହି ନାହାନ୍ତି ଦୁନିଆରେ ପ୍ରକାର ବ୍ୟକ୍ତି ଯେ ସମସ୍ୟାର ସମାଧାନ କରିପାରନ୍ତି। ସେ 7 ଭୂତ ଦ୍ୱାରା କି ପ୍ରକାର କଷ୍ଟ ପାଉଥିଲେ ତାହା ଜାଣନ୍ତି। ଆଜି ସେ ଯୀଶୁ ତାଙ୍କ ମଧ୍ୟରେ ନାହାନ୍ତି, ସେ ରୋଦନ କରୁଛନ୍ତି। ଆଉ ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, କାହିଁକି ରୋଦନ କରୁଅଛ? ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରିୟ ବନ୍ଧୁ, ଆପଣଙ୍କ ରୋଦନର କାରଣ କ'ଣ? ଆପଣ କାହିଁକି ଦୁଃଖରେ ଅଛନ୍ତି? କାହିଁକି ଆପଣ ଭାଙ୍ଗି ପଡିଛନ୍ତି? ଆପଣ ଭାବୁଛନ୍ତି କି ଆପଣଙ୍କ ସମସ୍ୟାର ସମାଧାନ ହେଇପାରିବ ନାହିଁ? ଆପଣ ଭାବୁଛନ୍ତି କି ଆପଣଙ୍କ ବିଷୟରେ ବୁଝିବା ପାଇଁ କେହି ନାହାନ୍ତି? ଆପଣ ଭାବୁଛନ୍ତି କି ଆପଣଙ୍କର କେହି ମଧ୍ୟ ସମସ୍ୟା ବୁଝିପାରିବ ନାହିଁ? ମୁଁ କହିବା ପାଇଁ ଚାହେଁ, ମୃତ୍ୟୁଞ୍ଜୟ ଯୀଶୁ ଅଛନ୍ତି। ସେ ଆପଣ କହୁଛନ୍ତି, କାହିଁକି ରୋଦନ କରୁଅଛ?
आज प्रभु से आपण कहवा चाहती कहीं रोदन करुअछ आपण लुचि लुचि कांदी शोवा समय कांदी बाथरूम रे कांदी ऑफिस रे बंदी बसिकी कांदी कर्मक्षेत्र कांदी परिवार परिस्थिति को नहीं कांदी आज प्रभु पचारुछंती कहीं रोदन करुअछ प्रिय बंधु प्रभु यीशु ख्रीष्ट आपनकर दुख जानती आपनकर दुख ने समस्या ने अनेक निकट को जाइछंती किंतु आपण केबे यीशु को निकट को आसीछंती कि कारण आकाश तले मनुष्य मान मध्य एकमात्र ईश्वर जे जीवित अटंती से प्रभु यीशु ख्रीष्ट अटंती आ द्वितीय व्यक्ति केही मध्य जीवित नहांती लोक मान अनेकों को आराधना करुछंती उपासना करुछंती तांकर फोटो रखी पूजा करुछंती किंतु यीशुंकर फोटो आपण पाइबे नहीं आम देशर प्रथा अनुसार आप जानवे से व्यक्ति फोटो रे फूल चढ़ा जाए जो व्यक्ति मरी जाए आपण जो वाक्य शुणुंट चिंता करंतु आपणकर फोटो रे थरे फूलहार चढ़ातु लोक आपन को पागल बोली कहिबे कारण जने व्यक्ति मला परे ही तार फोटो रे फूल चढ़ा जाए एत द्वारा आम जानू जे जो मानकर फोटो रे फूल चढ़ा जाए से जीवित नुहंती तेणु यीशुंकर कौन फोटो नहीं से जीवित परमेश्वर अटंती आज से आपन को कहउछंती तुम्भे कहीं रोदन करुअछ प्रिय बंधु आपण ए प्रकार कांदी कांदी रहिबा पई चाहंती ना आपण यीशु को निकट को आसी उद्धार पाइबा पई चाहंती यीशु जेतल कहउछंती मरियम कारण से भाषा को जानती से शब्द को जानती आ से बुली पड़ी कहउछंती रब्बुनी हे गुरु प्रिय बंधु जीवित यीशु आज कथा कहवा चाहती आपण को स्पष्ट भाव में कहते कहीं रोदन करुअछ आसतु यीशु को निकट को से मृत्युंजय यीशु आज जे मृत्यु को जय कर उठी से आपण को कथा कहती तुम्भे कहीं रोदन करुअछ तुमर कारण कौन रोदन करिवार प्रिय बंधु प्रभु आपण को आशीर्वाद करंतु कारण यीशु जीवित अटंती से आपण को दुख बुझी पारंती आपण को समस्या बुझी पारंती आज से कहउछंती कहीं रोदन करुअछ आसतु यीशु को निकट को से आपणकर समस्त समस्या समाधान करिवे कारण से जीवित अटंती अनेक भावुंट मोर बापा नहांती मोर स्वामी नहांती मोर केही नहांती मोर जत्न ना पे केही नहांती हुए तो आपणकर केही नहांती किंतु यीशु अछंती आ से कहउछंती रोदन करो नाही मु जीवित अटे मु तुमर उद्धार निमंते तुमर पाप क्षमा निमंते तुमर मुक्ति निमंते मु मृत हेली किंतु आज मु जीवित अटे शास्त्र जे प्रकार लिखा जाइथिला से बळी भाबरे प्रभु यीशु ख्रीष्ट समाधि बाहरी आसिले जीवित होइकी प्रभु को नाम स्तुति हो प्रभु को नाम गौरव हो यीशुंकर ए प्रथम संदेश ए प्रथम बाणी थिला कहीं रोदन करुअछ जदि आपण कांदुछंती प्रिय माने रोदन करुछंती प्रभु आपण कहउछंती रोदन करो नाही देखो मु तुम सर्वदा विद्यमान अच्छी आसतु यीशु को निकट को से आपण समस्त समस्या समाधान करने आपण अश्रुजल पोछि देवाई आपण सांत्वना देवाई से सामर्थ्य अटंती कारण से ईश्वर अटंती आपण समस्या से जानती प्रभु आपण को मृत्युंजय यीशुंकर द्वितीय संवाद द्वितीय संदेश थिला जा आपण मान पाइबे जोहन तार 20 पर्व तार 19 पदरे एठारे प्रकार लिखा जाए सही दिन अर्थात सप्ताहर प्रथम दिन संध्या समय जेतले शिष्य माने जो गृह रे थिले सेथिरो द्वार गुड़िक जिहुदी मान को भय रुद्ध थिला सेतले यीशु आसी मध्यस्थल रे ठिया होई से मान को कहिले तुम्भ मानकर शांति हो यह यीशुंकर द्वितीय संदेश थिला मृत्युंजय यीशुंकर यह द्वितीय संदेश थिला शिष्य माने जब यीशुंकर अनुगमन करुथिले आज भय रे द्वार रुद्ध करिसंती जिहुदी मान को भय रे एही शिष्य माने जो माने यीशु को गेत्सेमनी बगीचा छाड़ी के पळई थिले पितर जे यीशु को जानी नाहंती बोलो स्वीकार करथिले भयग्रस्त अवस्था अछंती माने आ लोक मान अभियोग कोन करथिले जे काले शिष्य माने तांकर शरीर को चोरी करी नै जाइछंती और मिछरे कहउछंती यीशु उठिछंती बोली प्रिय बंधु सत्य सत्य अटे
ଆଉ ମିଛ ମିଛ ଅଟେ। ପ୍ରଭୁ ଯୀଶୁ ଜୀବିତ ଅଟନ୍ତି। ଯେଉଁ ଶିଷ୍ୟମାନେ ଭୟରେ ଦ୍ୱାର ରୁଦ୍ଧ କରିକି ରହିଛନ୍ତି, ସେମାନେ କଣ ଯୀଶୁଙ୍କ ଶରୀରକୁ ଚୋରି କରିକି ନେଇଯିବେ? ପ୍ରିୟ ବନ୍ଧୁ, ମୁଁ ଆପଣ କହିବା ପାଇଁ ଚାହେଁ, ସତ୍ୟ ତ ସତ୍ୟ ଅଟେ, ଆଉ ଯୀଶୁ ସତ୍ୟ ଅଟନ୍ତି। ଯୀଶୁ ବାରମ୍ବାର ଏହି କଥା କହିଥିଲେ, ସେ ତୃତୀୟ ଦିନରୁ ଉଠିବେ। ସେ ଗୋଟେ ବିଶେଷ କାର୍ଯ୍ୟ ନେଇ ଆସିଥିଲେ, ପରିତ୍ରାଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ। କାରଣ ଯୀଶୁ ମରିଲେ ହିଁ ଆମେ ତାହା ପାଇପାରିବୁ, ଉଦ୍ଧାର ପାଇପାରିବୁ, ସ୍ୱର୍ଗର ଆନନ୍ଦ ପାଇପାରିବୁ, ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବୁ, ଅନନ୍ତ ଜୀବନର ଭରସା ପାଇପାରିବୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁଞ୍ଜୟ ହେଲା ପରେ ଶିଷ୍ୟମାନଙ୍କୁ ଦେଖାଦେଇ କହୁଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ। ଏହା ଯୀଶୁଙ୍କର ଦ୍ୱିତୀୟ ସନ୍ଦେଶ ଥିଲା। ତାଙ୍କ ସମ୍ବାଦଟି ଏହା ଥିଲା, ଯେଉଁମାନେ ବିଚଳିତ, ଯେଉଁମାନେ ଭୟଗ୍ରସ୍ତ ଅଛନ୍ତି, ସେମାନଙ୍କୁ ସେ କହୁଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ। ପ୍ରିୟ ବନ୍ଧୁ, ଆପଣ ବିଚଳିତ ଅଟନ୍ତି କି? ଆପଣ ଭୟଗ୍ରସ୍ତ ଅଟନ୍ତି କି? ଲୋକମାନେ ଆପଣମାନଙ୍କୁ ତାଡ଼ନା କରୁଥିବା ସକାଶେ, ଲୋକମାନେ ଆପଣଙ୍କୁ ନିନ୍ଦା କରୁଥିବା ସକାଶେ, ଲୋକମାନେ ଆପଣଙ୍କ ବିରୁଦ୍ଧରେ ନାନା କଥା କହୁଥିବା ସକାଶେ ଆପଣ କଣ ବିଚଳିତ ଅଟନ୍ତି କି? ପ୍ରିୟ ବନ୍ଧୁ, ମୁଁ ଆପଣ କହିବା ପାଇଁ ଚାହେଁ, ଆପଣ ବିଚଳିତ ହୁଅନ୍ତୁ ନାହିଁ, ଭୟଗ୍ରସ୍ତ ହୁଅନ୍ତୁ ନାହିଁ। କାରଣ ଆପଣ ଯେଉଁ ଯୀଶୁଙ୍କର ଅନୁକରଣ କରୁଛନ୍ତି, ଯେଉଁ ଯୀଶୁଙ୍କୁ ଆପଣ ବିଶ୍ୱାସ କରୁଛନ୍ତି, ସେ ଜୀବିତ ଅଟନ୍ତି। ଆଉ ସେଇ ଯୀଶୁ ସେ ଆପଣଙ୍କୁ କହିବା ପାଇଁ ଚାହାନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ। ଏ ଅଶାନ୍ତ ଜଗତରେ, ଏ ସମସ୍ୟାପୂର୍ଣ୍ଣ ଜଗତରେ ଶାନ୍ତି କୋଉଠି ନାହିଁ, କେବଳ ଯୀଶୁ ହିଁ ଶାନ୍ତି ଦେଇପାରନ୍ତି। ଆଉ ସେ ଶିଷ୍ୟମାନେ କହୁଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ। ପ୍ରିୟ ବନ୍ଧୁ, ମୁଁ ଜାଣେ ନା ଆପଣ କୋଉ ଭୟରେ ଅଛନ୍ତି। ସବୁ ଭୟରୁ ମୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ ଯଥେଷ୍ଟ ଅଟନ୍ତି। ଆଉ ସେ ଆପଣଙ୍କୁ କହୁଛନ୍ତି, ତୁମର ଶାନ୍ତି ହଉ। ଆଜି ସେଇ ଜୀବିତ ଯୀଶୁ ଆପଣ କହିବା ପାଇଁ ଚାହାନ୍ତି, ତୁମର ଶାନ୍ତି ହଉ। ଶିଷ୍ୟମାନେ ଅନେକ ଥର ବିଚଳିତ ହୋଇଛନ୍ତି। ସମୁଦ୍ର ଯିବା ସମୟରେ ତୋଫାନ ସକାଶେ ନୌକା ଟଳମଳ ହଉଛି, ଶିଷ୍ୟମାନେ ବିଚଳିତ ହଉଛନ୍ତି। ସେମାନେ କହୁଛନ୍ତି, ହେ ଗୁରୁ, ଆମମାନେ ମଲୁ। ପ୍ରଭୁ ସେମାନଙ୍କୁ ଶାନ୍ତ କରୁଛନ୍ତି। ପ୍ରଭୁ ଆପଣ ଶିଷ୍ୟମାନଙ୍କୁ କୁହନ୍ତି, ହେ କ୍ଷୁଦ୍ର ପଲ, ତୁମେ ଭୟ କର ନାହିଁ। ତା ଆପଣ ଦେଖିପାରିବେ, ଲୁକ ତାର 12 ପର୍ବ 32 ପଦ ଲେଖାଯାଉଛି। ପ୍ରିୟ ବନ୍ଧୁ, ମୁଁ ଆପଣ କହିବା ପାଇଁ ଚାହେଁ, ଆପଣ ଭୟ କରୁଛନ୍ତି କି? ଆପଣ ବିଚଳିତ ଅଛନ୍ତି କି? ଆପଣ ଲୋକମାନଙ୍କୁ ଡରୁଛନ୍ତି କି? ସେପରି ସମୟରେ ପ୍ରଭୁ ଆପଣଙ୍କ ସହିତ ଠିଆ ହେବେ। ଆଉ ସେ ଆପଣ କହିବା ପାଇଁ ଚାହାନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ। ମୋର ପ୍ରିୟମାନେ, ଯେଉଁମାନେ ଯୀଶୁଙ୍କ ନିକଟକୁ ଆସିବେ, ସେମାନଙ୍କର ହିଁ ଶାନ୍ତି ହେବ। ମୃତ୍ୟୁଞ୍ଜୟ ଯୀଶୁ ହିଁ ଶାନ୍ତି ଦେଇପାରନ୍ତି। ମୃତ ବ୍ୟକ୍ତିମାନେ କଣ ଶାନ୍ତି ଦେଇପାରନ୍ତି? ନେତାମାନେ କଣ ଶାନ୍ତି ଦେଇପାରନ୍ତି? ଧନ କଣ ଶାନ୍ତି ଦେଇପାରେ? ପଦବୀ କଣ ଶାନ୍ତି ଦେଇପାରେ? ପ୍ରତିଷ୍ଠା କଣ ଶାନ୍ତି ଦେଇପାରେ? ଏବେ ଆମେ ଦେଖୁଛୁ ନା ଜଗତରେ, ଧନ କାମରେ ଆସୁନାହିଁ, ଜ୍ଞାନ କାମରେ ଆସୁନାହିଁ, ପ୍ରତିଷ୍ଠା କାମରେ ଆସୁନାହିଁ, କୌଣସି ବିଷୟ କାମରେ ଆସୁନାହିଁ। ଗୋଟେ ଅଶାନ୍ତ ବାତାବରଣ ଆମେ ରହିଛୁ, ବିଚଳିତ ଅବସ୍ଥାରେ ରହିଛୁ, ଭୟଗ୍ରସ୍ତ ଅବସ୍ଥାରେ ରହିଛୁ। ଆଉ ଏ ପ୍ରକାର ସମୟରେ ଜୀବିତ ଯୀଶୁ ଏହା କହିବା ପାଇଁ ଚାହାନ୍ତି। ଏ ପୁନରୁତ୍ଥାନର ସମ୍ବାଦ ଏହା ଅଟେ, ତୁମ୍ଭମାନଙ୍କର ଶାନ୍ତି ହଉ। ପ୍ରିୟ ବନ୍ଧୁ, ଆପଣଙ୍କ ପରିସ୍ଥିତି କଣ ମୁଁ ଜାଣେ ନା। ହୁଏତ ଆପଣଙ୍କ ଜୀବନ ଯାତ୍ରାରେ ଆପଣ ବିଚଳିତ ଅବସ୍ଥାରେ ଅଛନ୍ତି, ଆବଶ୍ୟକତା ପୂରଣ ହଉନାହିଁ, ଆପଣ ବିଚଳିତ ଅବସ୍ଥାରେ ଅଛନ୍ତି, ସଂକଟରେ ଅଛନ୍ତି, ଦୁର୍ବଳତାରେ ଅଛନ୍ତି, ମୃତ୍ୟୁର ଚିନ୍ତା ଆପଣ ଗ୍ରାସିଛି। ବିଚଳିତ ହୁଅନ୍ତୁ ନାହିଁ। ପ୍ରଭୁ କହୁଛନ୍ତି, ତୁମ୍ଭର ଶାନ୍ତି ହଉ। ପ୍ରିୟ ବନ୍ଧୁ, ଆଜି ପ୍ରଭୁ ଆପଣଙ୍କୁ ସ୍ପଷ୍ଟ ଭାବରେ କହୁଛନ୍ତି, କେବଳ ସେଇ ଜୀବିତ ଯୀଶୁ, ସେ ହିଁ ଶାନ୍ତି ଦେଇପାରନ୍ତି। ତାଙ୍କର ଦ୍ୱିତୀୟ ସମ୍ବାଦରେ ଥିଲା, ତୁମ୍ଭମାନଙ୍କର ଶାନ୍ତି ହଉ।